प्रदीप्त कुमार नायक आमर गुंडीचा बिहार उन्नयन कमिटी सभापति। आज्ञा आज जो उद्घाटन कराला ठाकुराणी जो मंडप घर तो कौन कह गोटे नुआ बिल्डिंगटे होता जोटि आम पूरी विधायक सुनील कुमार महांती द्वारा उद्घाटन कराला गोटे अंचल गोटे खुशी वातावरण खेल समस्त उपस्थित थे समस्त सहयोग कार्यक्रम भी सक्सेस आज्ञा यह द्वारा स्थानीय लोक कौन कौन सुविधा पाए बोली आशा रखते हाँ विधायक को दिखाई बर्तमान कमी 600 स्क्वायर फिट गोटे नुआ बिल्डिंग अंचल गोटे मेजर प्रोब्लेम अच्छी जोटा कि प्राय 2 किलोमीटर अंडरग्राउंड ड्रेनेज सफा सुतुर केमती हम ताप्रति दिखाई सीटा प्रतिश्रुति प्राय 5 दिन भितर मेसीन आसिक सफा सुतुर करेंगे प्रति ध्यान देती। लक्ष्मीकान्तं कमलनयनं योगिविद्यारम्यं वन्दे विष्णुभगवानं सर्वलोकेश्वरातं यं ब्रह्मा वरुणेन्द्र रुद्रमरुतस्तुल्यं सभापति तथा समस्त उन्नयन कमिटर समस्त मेम्बर्स मान धन्यवाद जनाऊँ अंचल माँ भूणी मान समस्त धन्यवाद जनाऊँ खुशी वातावरण आज सृष्टि आज गोटे बिल्डिंग इनागुरेसन होगी आम स्वर्गत महेश्वर मांझी पुत्र द्वारा आज इनागुरेसन कराला 4-5 वर्ष तक मो पिता स्वर्गत महेश्वर मांझी अमल अनेक कार्यक्रम जोटा कि आपण मैंने जानते पछक दिशुना आगुरी एत पर्यटक मैंने पुरी को आसती एत टूरिज्म बढ़ेनि एत टूरिस्ट आसुन एत होटेल फोटेल नाला पुरी सहर छोटिया सहर था।
ମୋ ସାମ୍ନାରେ ଥିବା ସମସ୍ତ ବରିଷ୍ଠ ଗୁରୁଜନ ମାନଙ୍କୁ ମା ମାନଙ୍କୁ ମୋ ନମସ୍କାର। ମୋ ସମ୍ମୁଖରେ ବସିଥିବା ସମସ୍ତ এই অনুষ্ঠাନ ବରିଷ୍ଠ ଆଗଧାଡ଼ିର ନେତୃତ୍ୱ ମାନଙ୍କୁ ମୋର ନମସ୍କାର ପ୍ରଣାମ କରୁଛି ଏବଂ ଯୁବକ ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା ଶୁଭକାମନା ଦେଉଛି। ସର୍ବପ୍ରଥମେ ମୁଁ ଆସିକି ବିଳମ୍ବରେ ପହଞ୍ଚିଲି ପାଖାପାଖି 40ରୁ 45 ମିନିଟ୍ ବିଳମ୍ବ। କାରଣ ଆଜି ଗୋଟେ ସୁଶାସନ ଦିବସ ଅବସରରେ ଗୋଟେ ସରକାରୀ କାର୍ଯ୍ୟକ୍ରମଟି ସଂସ୍କୃତି ଭବନଟି ସେପଟ ସାଇଡ଼ରେ ଥିଲା। ଯେହେତୁ ବାବୁଲି ଆଗୁଆ ଯାଇ କହିଥିଲେ, ମୁଁ କହିଥିଲି ନାହିଁ ଆଜି ଯେମିତି ହେଲେ ପହଞ୍ଚିବି ଆଉ ଗୋଟେ ସୁଦ୍ଧା ଯାଇ ପହଞ୍ଚିବି। ସେଇ ପ୍ରୋଗ୍ରାମଟି 11ଟା ବେଳକୁ ଆରମ୍ଭ ହେବାର ଥିଲା। ଯେହେତୁ ସେଟା ଗୋଟେ ସରକାରୀ କାର୍ଯ୍ୟକ୍ରମ, କଲେକ୍ଟର ଏସ୍ପି ମାନେ ଆଜି ସୁଶାସନ ଦିବସର ସବୁ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମାନେ ଆମେ ପୁରୀ ସହରର ଯେଉଁ କାର୍ଯ୍ୟକ୍ରମ ଯାହା କରିବା ଆମେ ଯେଉଁ ଅଫିସରମାନଙ୍କୁ ନେଇ କରିବା ଗୋଟେ ତାଙ୍କର ଦିବସ ଥିଲା। ସେଇଥିରେ ହିଁ ବିଳମ୍ବ ତାଙ୍କର ଘଣ୍ଟେ ହେବାରୁ ମୁଁ ସେଇ ବିଳମ୍ବରେ ହିଁ ଆସିକି ପହଞ୍ଚିଲି। ମାନେ ମୁଁ ଆପଣମାନଙ୍କ ପାଖରେ ଆଗ ଆସି ପହଞ୍ଚିବାର ଯୋଜନାରେ ଥିଲି। ତେଣୁ ଟିକେ ବିଳମ୍ବ ପାଇଁ କ୍ଷମା କରିବେ। ଏବଂ ସବୁଠୁ ବଡ଼ କଥା ଯାହା କହୁଥିଲେ ଆଜ୍ଞା କହୁଥିଲେ ଆପଣଙ୍କ ଯେଉଁ ଆଶା ବିଶ୍ୱାସ ଅଛି ମୋ ପିତା ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ଉପରେ ଥିଲା, ମୋ ଉପରେ ଗୋଟେ ସେ ବିଶ୍ୱାସ ରଖିଛନ୍ତି। ବହୁତ ବହୁତ ଧନ୍ୟବାଦ। ଏବଂ ସେ ବିଶ୍ୱାସଟି ଆପଣମାନଙ୍କର ନିଶ୍ଚୟ ମୁଁ କାୟମ ରଖିବି। ଯେଉଁଟାକି ଟିକେ ସମୟ ପୂର୍ବରୁ ବିକ୍ରମ କହୁଥିଲେ ଯେ ଆମର ରାସ୍ତାଘାଟ ବିଷୟରେ ଅଲରେଡ଼ି ସବୁ ଡେଭଲପମେଣ୍ଟ ହେଇଛି। ଯେଉଁଟା ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ରହୁଛି ତାହା କେମିତି ସଫା ହେବ ସେଇଟା ଗୋଟେ ମ୍ୟାଟର କହୁଥିଲେ। ପରଦିନ ମୁଁ ପୁରୀ ମ୍ୟୁନିସିପାଲିଟିର ଯେ ଏକ୍ଜିକ୍ୟୁଟିଭ୍ ଅଫିସର ଅଛନ୍ତି ଅଭିମନ୍ୟୁ ବେହେରା ତାଙ୍କ ସାଙ୍ଗରେ ବିଶେଷ କରି ଏ ବିଷୟରେ ଆଲୋଚନା କରୁଥିଲି। ଆପଣ ଜାଣିଥିବେ ନିର୍ବାଚନ ସରିବାର ପ୍ରଥମ ବିଧାନସଭା ଏଇ ବର୍ଷର ହେଇଥିଲା ଆପଣଙ୍କର ଜୁନ୍ ମାସରେ ହେଇଥିଲା, ଜୁଲାଇ ମାସରେ ହେଇଥିଲା। ପ୍ରଥମ ଜିନିଷ ମୁଁ ପୁରୀ ସହରର ଯେଉଁଟା ମୁଁ ଲାଷ୍ଟ 4-5 ବର୍ଷ ମୁଁ ଦେଖିଲି ଯେ ରାସ୍ତା